नमस्कार श्रोता बंधु, आपण माने शुणुचंती रेडियो बाघा जतीन। एबे शुणन्तु कार्तिक महात्म्यर 10म अध्याय। 10म अध्याय। समांसं पूज्य बोधि बोधेवाश्च अतिभक्तितः संप्रहस्य तदा वाक्यं जगादनृपसतमः। नारद मुनि अनुरागे कहन्ति पृथुराजा आगे, शुण राजन ग्रंथ सार विष्णुଙ୍କୁ पाई जलंधर। लक्ष्मी सहित तार पुरे रहिले बांधव भावरे। तेणु असुर महासुखी जगत सिरिपुरे रखी। देवे खटन्ति भृत्य मते दिन बंचन्ति दुख चित्ते। एमन्ते गला केते काल अनेक स्वर्ग सुरपाल। सकल देवतांकु राई आम्भंकु सनिध्य बसाई। वासव उवाच कहन्ति देव पुरंदर, हे मुनि शुण दुख घोर। आम्भर प्रभु नारायण तांक विभूति देवगण। से प्रभु आम्भ दुख देखी, स्वदेहे वैकुंठ उपेखी। लक्ष्मी को घेनी लक्ष्मी साई, रहिले दैत्यपुरे जाई। से महादैत्य जलंधर, जगतनाथ तारपुर। लक्ष्मी सहिते रखी पुरे, सर्व संपद भोग करे। से सर्व आत्मा वासुदेव, आम्भंकु होइले अपूर्व। तांक चरण सेवा बिनु, किस कारण आम्भ तनु। धिक आम्भर जस सिरी, हरि भक्ति दूर करी। कि प्रयोजन स्वर्ग स्थाने, किंपा न गलु घोर बने। तुम्भे तो जान महामुनि, जे बण जन देह घेनी। विष्णु भक्ति बिनु बंचे, कोटि कुबेर धन संचे। भुंजई कोटि लक्ष्मी सिरी, से स्वर्ग नरक भोग करी। आम्भ विचित्र सेहि मोती, असुर घरे लक्ष्मीपति। बंदी होइले आम्भ पाई, आम्भर आउ सुख नाही। जे जलंधर सिंधु सूत, आम्भंकु कलाहीन कृत्य। प्रभुंकु नेई बंदी कला, ए कर्म काले हे नथिला। पूर्वे हिरण्य हिरण्याक्ष, धनुदान बरक्षर भक्ष। मधुकैटभ महावीर, शून्य निशून्य शंखासुर। माळी सुमाळी माल्यवंत, बहुत केश वज्रदंत। बाईलोचन बलिवीर, कालक अंधक असुर। त्रिपुर नारक सहिते, हेमंत दुष्ट थिले जेते। सूची न मुची जम्भु दैत्य, केहि न कले एडे कृत्य। देवंकु दुख देउथिले, विष्णु मायार नाश कले।
ଏ ଦୈତ ନାମ ଜଳନ୍ଧର ବଳେ ଜିଣିଲା ତିନିପୁର। ଯେ ପ୍ରଭୁ ଦୁଷ୍ଟ ଦର୍ପ ହରେ ତାଙ୍କୁ ରଖିଲା ନେଇ ଘରେ। ଆଉ ତୁମ୍ଭକୁ କିସ ଗତି ଏକା ଅଛନ୍ତି ଉମାପତି। ତାହାଙ୍କୁ କଲେ ଆରାଧନ ଦାନବ କରିବେ ଦଳନ। ଏକଥା ହୁଅଇ ଯେମନ୍ତେ ଭୋମୁନି ଭିଆଅ ତୁରିତେ। ଏମନ୍ତ କହି ସୁନାସିର ନମିଲା ମୁନିଙ୍କ ପୟର। ଶୁଣ ରାଜନ ଚୂଡ଼ାମଣି ବାସବ ବାକ୍ୟ ଆମ୍ଭେ ଶୁଣି। ସର୍ବଦେବଙ୍କ ସ୍ୱୀକାରେ ଗଲୁ ଯେ ଜଳନ୍ଧରପୁରେ। ସିନ୍ଧୁ ନନ୍ଦନ ସଭା ତଳେ ପ୍ରବେଶ ହେଲୁ ଶୁଭ ବେଳେ। ଆମ୍ଭଙ୍କୁ ଦେଖି ଦୈତ ରାଜା ବିଶେଷ କଲା ପାଦ ପୂଜା। ସନ୍ନିଧେ ବସାଇ ଆସନ ପୁଛଇ କମଳ ବଚନେ। ଭୋମୁନି ବର କାହିଁ ଥିଲ ମୋପୁରେ କି କାର୍ଯ୍ୟ ଅଇଲ। କାହିଁ ଦେଖିଛ କିସ ରୀତି ମୋ ଆଗେ କହ ମହାଜତି। ମୁନି ବଇଲେ ଶୁଣ ରାଏ ଯେ ସ୍ଥାନେ ଶଙ୍କର ବିଜୟେ। ନାମତା କପିଳାସ ଗିରି ସକଳ ଗୁଣ ମୁଖ ସିରି। କିଅ ବା ଦେବା ପଟାନ୍ତର ଶତ ଯୋଜନ ଉଚ୍ଚ ଯାର। ଏହି ପ୍ରକାରେ ଦୀର୍ଘ ପ୍ରତି ଧବଳ ବର୍ଣ୍ଣ ଦିବ୍ୟ ଜ୍ୟୋତି। ବିବିଧ ବର୍ଣ୍ଣ ତରୁବର କଳ୍ପବୃକ୍ଷ ହିଁ ପଟାନ୍ତର। ଅମଳ ପୁଷ୍ପ ନିରନ୍ତରେ ଅମୃତ ତୁଲ୍ୟ ଫଳ ଧରେ। ସୁନନ୍ଦା ନାମେ ବହେ ନଦୀ ସ୍ନାନେ ଅଶେଷ ପାପେ ଛେଦି। ସୁନନ୍ଦା ନାମେ ବହେ ନଦୀ ସ୍ନାନେ ଅଶେଷ ପାପ ଛେଦି। ପଶୁ ପତଙ୍ଗ ଆଦି ପକ୍ଷୀ ସେବନେ ଦୁଃଖକୁ ଉପେକ୍ଷୀ। ସିଦ୍ଧ କିନ୍ନର ଯକ୍ଷ ଗଣେ ଯହିଁ ବସନ୍ତି ଅନୁକ୍ଷଣେ। ସର୍ବେ ବସନ୍ତି ତସ ମନେ ଶିବ ଗୌରୀ ପରଶନେ। ହରଷ ଜାତ ଅନୁକ୍ଷଣେ ସୁଖେ ବଞ୍ଚନ୍ତି ଶିବ ଗଣେ। ଆମ୍ଭେ ସେ ବନେ ଦିନା କେତେ ବଞ୍ଚିଲୁ ଶଙ୍କର ସଙ୍ଗତେ। ତହୁଁ ସ୍ୱର୍ଗକୁ ଯାଇଥିଲୁ ଆଜତ ପୁରକୁ ଆଇଲୁ। ନାରଦ ବଦନୁ ଏ ବାଣୀ ସାଗର ସୁତ କର୍ଣ୍ଣେ ଶୁଣି। ପୁଣି ପୁଛଇ ତସ ମନେ ଭୋମୁନି କହ ପରଶନେ। ତୁମ୍ଭକୁ ପୁଛଇ ଏମନ୍ତ ଈଶ୍ୱର ସମ୍ପଦ ଯାବତ। ମୋ ସମ୍ପଦେଶମ କଲେ କେ ଏଥୁ ଶ୍ରେଷ୍ଠ ହେବ ଭଲେ। ସେ କଥା କହ ମହାଋଷି ଶୁଣି ବଇଲୁ ଆମ୍ଭେ ହସି। ହେ ନୃପ ପଚାରିଲୁ ଯାହା ସ୍ୱରୂପ କହିବି ମୁଁ ତାହା। ଏ ତୋର ସମ୍ପଦକୁ ସରି ଅତୁଲ୍ୟ ଚତୁର୍ଦ୍ଦଶ ପୁରୀ। ତୋର ନଗରେ ଯେତେ ଲୋକ ଈଶ୍ୱର ସମ୍ପଦୁ ଅଧିକ। ଭୋଗ କରନ୍ତି ଏକେ ଏକେ କିଅ ବା କହିବା ଅଧିକେ। ଯାବତ ରତ୍ନ ଏଥେ ଅଛି ଏକଥା ବହି ଲେଖିଅଛି। ଯୁବତୀ ରତ୍ନ ଯାହା ବୋଲି ତାହା ତ ପୁରେ ନ ଦେଖିଲି। ଯେଉଁ ଯୁବତୀ ଶିବପୁରେ ସେ ତ ଅପୂର୍ବ ତୋର ଘରେ। ତେଣୁ ଏ ଯାବତ ସମ୍ପଦ ତିନି ଭୁବନେ ରାଜପଦ। ରଥ ତୁରଙ୍ଗ ଗଜ ବଳ ରତ୍ନ କାଞ୍ଚନ ଜନକୂଳ। ବିବିଧ ଭୋଗ ଆଦି କରି ସର୍ବକୁଶଳ ନାହିଁ ସ୍ଥିରୀ। ଏଣୁ ଏ ନଦୀ ସଇ ଶୋଭା କେଶ ବିହୀନେ ଯେହ୍ନେ ଗଭା। ନେତ୍ର ବିହୀନେ ଅଳଙ୍କାର ଯୁବତୀ ବିନେ ଯେହ୍ନେ ଘର। ଶୁଣ ରାଜନ ସିନ୍ଧୁ ବତ୍ସ ଏଣୁ ସମ୍ପଦ ତୋର ତୁଚ୍ଛ। ହେମନ୍ତ ବାକ୍ୟ ଶୁଣି ରାଜା ମନେ ପାଇଲା ମହାଲଜ୍ଜା। ଅଳ୍ପ କ୍ରୋଧ ମନେ ଧରି ପୁଣି ପୁଛଇ ଦଣ୍ଡଧାରୀ। ଭୋମୁନି କହ ମୋତେ ସତ ଈଶ୍ୱର ଘରଣୀ କେମନ୍ତ। କେଡ଼େ ସୁନ୍ଦରୀ ନାମ କିସ ବିଶେଷୀ କହ ବ୍ରହ୍ମ ଶିଷ୍ୟ। ମୋର ଘରଣୀ ବୃନ୍ଦାବତୀ ଏଥୁ ଯେ କେଡ଼େ ରୂପବତୀ। ଆବର ଅପସରା ଗଣେ ରୂପ ସୁନ୍ଦରୀ ଜଣେ ଜଣେ। ରମ୍ଭା ମେନକା ତିଳୋତ୍ତମା ଏହାଙ୍କୁ ନାହିଁ ଯେ ଉପମା। ପୂର୍ବଶ୍ରୀ ଚିତ୍ରରେଖା ମୂଳେ ଦେଖିଲେ ମନି ମନ ଟଳେ। କିନ୍ନରୀ ବିଦ୍ୟାଧରୀ ଶୋଭା ମୁଖ ବିକାଶେ ଚନ୍ଦ୍ରପ୍ରଭା। ଏମାନେ ଅଛନ୍ତି ମୋ ପୁରେ ଦେଖିଅଛ ତ ମୁନିବରେ। ଅବର ଭଗିନୀ ମୋର ମା ସର୍ବଲାବଣ୍ୟ ନିଧି ସୀମା। କୋଟିଏ ଗୁଣେ ସୁଲକ୍ଷଣୀ ସର୍ବସ୍ତ୍ରୀଙ୍କ ଶିରୋମଣି। ଜଗନ୍ନାଥଙ୍କର ଘରଣୀ ସେହି ମୋ ପୁରେ ଛନ୍ତି ପୁଣି।
नित्य तांकर दर्शने आसंती देव स्त्री माने ताहांकु खोजुचंती डोळे तुम्भे कहिल शिव आळे एथु सुंदर स्त्री अछि ए सर्वत तुले न गछि ए बड़ लागिला संदेह भमुनि एही कथा कह ईश्वर पुरे जेते नारी ता रूप नाम आदि करी राजा बचने मुनि बर बोलंती शुण जलंधर जेते कहिलु अनुसरी स्त्री मानक रूप धरी एहांक रूप एक ठुले तुल्य जे नुहे पाद तले आंगुली गोटिक कुसरी लक्ष्य नहिबे एते स्त्री जे देवी ईश्वर घरणी से हिमालयर दुलणी पर्वतु उत्पत्ति जेणु पार्वती नाम तार तेणु गौर देखी तार कांति कनक मने कला भ्रांति अग्नि पसीण झासिला तातुले रूप न लभिला किस कहिबा तार गुण हे राजा एक मने शुण ईश्वर कल्पे तप कले तेणु से कन्या को पाइले विधाता कन्या रूपे देखी विचार कला अष्ट आखि एहा सदृशे एक नारी विष्णु को देवी विवाह करी एमंते बिहि भावी मने रचिला पार्वती विधाने शत बरस एक चित्ते निर्माण कला बहु मते पार्वती रूप को देखिला केबे हे समन गछिला तेणु विधाता लज्जा पाई समुद्रे पकाइला नेई से कन्या लक्ष्मी रूपे जात काले ता लभिले अच्युत से एबे तोर पुरे अछि तांकु कि पार्वती को गछि आबर केतेक सुंदरी से काहीं पार्वती सरी माणिक तुले जो विद अमृत तुले गुड़ स्वाद कनक संगे पट फूल लक्ष्य कि कले हेब तुल कामधेनुर संगे गाई जेते अंतर अबा होई पार्वती संगे अन्य स्त्री देखिले सेही भावे सरी अशेष लोक पिता विहिता रूप देखी हुए मोहि आम्भे निष्काम तपी जन पार्वती रूपे हे उच्छन्न विष्णु जे तार रूप चाही ईश्वर अर्ध अंगे रही लभि न पारी तार लीला चिंतरे तनु हेला कला चंद्र आनन देखी भाली रुद्र मुकुट तले गली लुचि बसिला मन दृढ़े भावे अभावे छिड़े बढ़े ता रूप देखी जोगी जने कंदर्प भय गले बने बेनी नयन बुझी बसी आत्मार मन को निवेशी शिव जे तार रूप देखी जतने कले तिनी आखि पाशरु न छाड़ती क्षणे मन निवेशी प्रिया गुणे से पूर्ण जेमंत जुवती शिव ताहाकु नहे पति स्वभावे रुद्र जोगी वेश मस्तक जटा अंगे भस्म एमंत बेश शिव धरी विलास कले दिव्य नारी एमंत अविवेक बिहि काहीं संचिला नेई काहीं एडे संपद देई तोरे जुवती रत्न नाही घरे एणु न शोभे तोर पुर एमंत कही मुनि बर क्षणक ब्रह्मलोक जाई दैत्य को उच्चाट कराई नारद वाक्य शुणी कन्ये से जलंधर पांची मने गौरी रूपे अनुसरी कंदर्प बाणे तनु घारी सकल चिंता एड़ी दूरे तनु तापित काम जोरे एकांत स्थाने जलंधर राइला सिंहिका कुमर ताकू बोइला जाओ बेगे हर उद्यान वन भागे से बने कपिलास गिरी भेटिबु जाई त्रिपुरारी तांकु कहिबु मो संदेश बोलिबु राजा सिंधु शिष्य नाम ताहार जलंधर सर्वभुवने एकावीर विष्णु सहित सर्वदेवा ताहाकु करुथांती सेवा से जाहा मागई जाहाकु के अछि नद्यंती ताहांकु तुम्भे जे बन घरे थाओ राजांकु किछि ही न दियो एकथा नहे भल पण एबे नृपति आज्ञा शुण तुम्भ घरणी हैमवती जुवती रत्न रूप कांति
ରାଜାର ଯୋଗ୍ୟତାଙ୍କୁ ଦିଅ ନିଶ୍ଚିନ୍ତେ ତପ କରୁଥାଅ। ସ୍ୱଭାବେ ଯତିକୁ ଯୁବତୀ ସଙ୍ଗତେ ଥିଲେ ହେଁ ବିପତ୍ତି। ଏମନ୍ତ କହ ହର ଆଗେ ଶିବକୁ ଘେନି ଆସ ବେଗେ। ଏମନ୍ତ ନୃପତି ଆଦେଶେ ରାହୁ ଚଳିଲା କପିଳାସେ। ମିଳିଲା ଯାଇ ଶିବପୁରେ ନନ୍ଦୀ ଯେ ଥିଲା ସିଂହ ଦ୍ୱାରେ। ତାକୁ କହିଲା ଦୂତ ବେଗେ ନନ୍ଦୀ ଜଣାଏ ରୁଦ୍ର ଆଗେ। ରାହୁକୁ ଘେନିଗଲା ଆସି ବିଜୟ କରିଛନ୍ତି କାଶୀ। ସୁବର୍ଣ୍ଣ ମଣ୍ଡପ ଉପରେ ରତ୍ନ ବେଦିକା ବ୍ୟାଘ୍ରାମ୍ବରେ। ପାଟର ନେତ ତୁଳି ପାଡ଼ି ସେବତୀ କୁସୁମ ପାଖୁଡ଼ି। କର୍ପୂର ଗୁଣ୍ଡ ତଳେ ବିଞ୍ଚି ପନିର ନୀର ପାଶେ ସିଞ୍ଚି। ଉପରେ ଚନ୍ଦ୍ରାତପ ଟାଣି ସେପୁରେ ବିଜେ ଶୂଳ ପାଣି। ଯୋଗ ଆସନେ ସଦାନନ୍ଦ ଘୂର୍ଣ୍ଣିତ ନେତ୍ର ଅରବିନ୍ଦ। ଶୁଦ୍ଧ ସ୍ଫଟିକ ତନୁ କାନ୍ତି ବିବିଧ ମଣି ବିରାଜନ୍ତି। ଜଟା ମୁକୁଟ ଶିରେ ଶୋଭା ଲଲାଟେ ଅର୍ଦ୍ଧ ଇନ୍ଦୁ ପ୍ରଭା। କର୍ଣ୍ଣେ କୁଣ୍ଡଳ ବସୁମତୀ ପାର୍ଶ୍ୱ ପାରୁଷେ ପଶୁପତି। ପାରୁଷେ ପାରିଷଦ ଗଣେ ଖଟି ଅଛନ୍ତି ଜଣେ ଜଣେ। କୋଳେ ପାର୍ବତୀ ଛନ୍ତି ବସି କ୍ଷୀର ସମୁଦ୍ରେ ଯେହ୍ନେ ଶଶୀ। ଏମନ୍ତ ଶିବ ଅବକାଶେ ଅଛନ୍ତି ଶିବ ଗଣ ପାଶେ। ରାହୁ ଦର୍ଶନ କଲା ଯାଇ ମଣ୍ଡପ ତଳେ ଉଭା ହୋଇ। ସମ୍ମୁଖେ ଯୋଡ଼ିବେନି କର ବଇଲା ଶୁଣ ଦେବହର। ମୁଁ ଜଳନ୍ଧର ରାଜା ଦୂତ ତୁମ ଛାମୁରେ ଉପଗତ। ଯେଉଁ ନିମନ୍ତେ ଅଛି ଆସି ସେ କଥା ଶୁଣ ଦେବକାଶୀ। ଯେ ରାଜା ନାମ ଜଳନ୍ଧର ସାଗର ସୁତ ମହାବୀର। ବିଧାତା ବଳେ ମହାବଳୀ ଯୁଦ୍ଧ ଐରୀ କୂଳ ଦଳି। ବିଷ୍ଣୁ ସହିତେ ଏବେ ଯେତେ ରଖିଲା ଆପଣା ଆୟତ୍ତେ। ସବୁ ସମ୍ପଦ ଠୁଳ କଲା ଯୁବତୀ ରତ୍ନ ନ ପାଇଲା। ତେଣୁ ନୃପତି ମନେ ଚିନ୍ତା କି ଯୋଗେ ପାଇଲା ବାରତା। ତୁମ୍ଭର ପ୍ରିୟବତୀ ଯେହୁ ଯୁବତୀ କୂଳେ ରତ୍ନ ସେହୁ। ଗୌରୀ ହେମବନ୍ତ ଝିଅ ଜଳନ୍ଧରକୁ ତାକୁ ଦିଅ। ତୁମ୍ଭେ ସ୍ୱଭାବେ ତପଚାରୀ ତୁମ୍ଭଙ୍କୁ ଆଭୂଷଣ ନାରୀ। ସଂସାରେ ଯେତେ ଦ୍ରବ୍ୟ ସାର ରାଜାକୁ ଦିଅ ଉପହାର। ତୁମ୍ଭ ଯୁବତୀ ଗଟି ଦିଅ ନିଶ୍ଚିତେ ସର୍ବଶୁଭେ ଥାଅ। ଏମନ୍ତ ରାହୁ ବାକ୍ୟ ଶୁଣି ଈଶ୍ୱର ସ୍ତମ୍ଭୀଭୂତ ପୁଣି। କୋପେ ନ ଦିଅନ୍ତି ଉତ୍ତର ପୁରୁଷ ହେଲା ଅବତାର। ରୁଦ୍ର ଲଲାଟୁ ଅବତରି ଘର ନୃସିଂହ ରୂପ ଧରି। ଶୂକର ବର୍ଣ୍ଣ ରୂପ ବର୍ଣ୍ଣ ତାର ତନୁ ଜ୍ୟୋତି ବିରାଜେ କୋଟି ଭାନୁ। ଚଞ୍ଚଳ ଜିହ୍ୱା ବିଦ୍ୟୁକାନ୍ତି ଅସୀମ ନଖ ଦନ୍ତ ପନ୍ତି। ଉତ୍କଟ ଲୋମ ଦୀର୍ଘ ରଡ଼ି ପିଙ୍ଗଳ କେଶ ଊର୍ଦ୍ଧ୍ୱେ ବଢ଼ି। ନିଶ୍ୱାସ ବହେ ଖର ତର ଚକ୍ର ଆକାରେ ବୁଲେ କର। ଜ୍ୱଳନ୍ତା ଅଗ୍ନି ପ୍ରାୟ ଆଖି ଅସୁର ଭୟ କଲା ଦେଖି। ଶରଣ ଶିବ ପାଦ ଗତେ ବୋଲଇ ରକ୍ଷା କର ମୋତେ। ମୁଁ ଦୂତ ବିଶେଷ ବ୍ରାହ୍ମଣ ମୋତେ ନାସିବ କି କାରଣ। ତୁମ୍ଭେ ଯେ ପରମ ଈଶ୍ୱର ସର୍ବମଙ୍ଗଳେ ଶୁଭ କର। ତୁମ୍ଭ ଦର୍ଶନେ ପାପୀ ଜନେ ନ ଯାନ୍ତି ଯମ ଦରଶନେ। ଖଣ୍ଡନ୍ତି ଅଶେଷ ବିପତ୍ତି ଭଞ୍ଜନ୍ତି କୁବେର ସମ୍ପତ୍ତି। ଏମନ୍ତେ ମହିମା ତୁମ୍ଭର ଭ ପ୍ରଭୁ ମୋତେ ରକ୍ଷା କର। ଦର୍ଶନ ଫଳ ଆଜ୍ଞା ହେଉ ମୋର ଅପରାଧ କ୍ଷୟ ଯାଉ। ଏମନ୍ତ ରାହୁ ମୁଖ ସ୍ତୁତି ଶୁଣି ସନ୍ତୋଷ ଉମାପତି। ରାହୁକୁ ରଖିଲେ ଗୋସାଇଁ ଉଭୟ ହସ୍ତ ଶିରେ ଦେଇ। ତା ଦେଖି କୋପିତ ପୁରୁଷ ବୋଲଇ ଖାଇବି ମୁଁ କିସ। ହର ବୋଇଲେ ଭକ୍ଷ ତୋତେ ଏ ରାହୁ ଆଶ୍ରେ କଲା ମୋତେ। ଶିବ ବଚନେ କ୍ରୋଧାଙ୍କୁର ଭକ୍ଷିଲା ଆପଣା ଶରୀର। ଚରଣୁ ହୃଦ ଯାଏ ଗିଳି ଦେଖି ପ୍ରସନ୍ନ ହେଲେ ଶୂଳି। ବୋଇଲେ ଏହି ଦ୍ୱାର ରଖ ନାମ ତ ହେଉ କୀର୍ତ୍ତି ମୁଖ। ମୋର ନିବାସ ଆଗେ ଥାଅ ପ୍ରଥମେ ପୂଜା ବିଧି ପାଅ। ଏମନ୍ତେ ଦେଇ ତାକୁ ବର ରାହୁକୁ ଆଜ୍ଞା ଦେଲେ ହର। ବହନ ପଳାଏ ଭବନୁ ଶୁଣି କମ୍ପଇ ତାର ତନୁ। ବସିଲା ଲୌହମୟ ରଥେ ପଳାଇ ଗଲା ପଥେ ପଥେ। ଶିବ ରହିଲେ ନିଜ ବାସ ନମଇ ମହାଦେବ ଦାସ। ଇତି ଶ୍ରୀ ପଦ୍ମ ପୁରାଣେ ଉତ୍ତରଖଣ୍ଡେ କାର୍ତ୍ତିକ ମହାତ୍ମ୍ୟେ
राहु प्रवेश कीर्तिमुख महिमा कथने नाम 10 अध्याय।